ସେମାନେ ଜୟ ଜଗନ୍ନାଥ ଦେଖନ୍ତୁ କେତେବେଳେ ଆସିଲାଣି ଯାଉଛି ଏବେ ଚବା ହେଇସାରିଲାଣି ଯାଉଛି ଏବେ ମଞ୍ଜ ରାଇ କରିବି ଭାତ ବସେଇଛି ଡାଲି ହେଇଗଲାଣି ଦେଖାଉଛି ମଞ୍ଜରେ ବସେଇ ଡାଲି ତେଲ ପକେଇ ଦେଇଛି ଜିରା ସୋରିଷ ପକେଇ ଦେଇଛି ଏବେ ମଞ୍ଜା କଟା ହେଇକି ରଖାଯାଇଛି ପକାଉଛି ଦେଖନ୍ତୁ ମଞ୍ଜାକୁ ଆଳୁକୁ ପକେଇ ଦେଇଛି ଜିରା ସୋରିଷ ପକେଇ ଦେଇଛି ଏବେ କଡ଼େଇରେ ମସଲା ପକାଏ ଜିରା ସୋରିଷ ପିଆଜ ରସୁଣ ବାଟିଛି ମସଲା ଦେଖନ୍ତୁ ହେଇଛି ମସଲା ପକେଇ ଦେଇଛି ତାପରେ ଲଙ୍କାଗୁଣ୍ଡ ଖଡ଼ଗପୁର ମସଲା ପକାଇଦେବା ଦେଖନ୍ତୁ ସାଙ୍ଗମାନେ ଲଙ୍କାଗୁଣ୍ଡ ହଳଦୀ ଗୁଣ୍ଡ ଲୁଣ ଖଡ଼ଗପୁର ମସଲା ସବୁ ପକାଇ ଦେଇଛି ଘାଣ୍ଟି ଦେବା ପାଣି ମରିବା ଯାଏ ଘାଣ୍ଟିବା ଦେଖନ୍ତୁ ସାଙ୍ଗମାନେ ରାଇ ହେଇଗଲା ମଞ୍ଜା ରାଇ ଏପଟେ ଭାତ ସେପଟେ କରେଇ ବସେଇଛି ଆଳୁ ଭର୍ତ୍ତାଟେ କରିବି ବୋଲି ଜିରା ସୋରିଷ ଟିକେ ପକାଇ ଦେଇଛି ରସୁଣ ଅଦା ଦେଖନ୍ତୁ ପିଆଜ ରସୁଣ ଅଦା ପକାଇ ଦେଇଛି ପାଚିଗଲେ ବିଲାତି ଧନିଆ ପତ୍ର କଞ୍ଚାଲଙ୍କା ପକାଇବି ଆଉ ଦେଖନ୍ତୁ ପକାଇଛି ସେ ହେଉଛି ଟିକେ ଟିକେ ପକାଇ ଦେଇଛି ବିଲାତି କଞ୍ଚାଲଙ୍କା ଧନିଆ ପତ୍ର ମିଟ୍ ମସଲା ଗରମ ମସଲା ପକାଇ ଦେଇଛି ଦେଖନ୍ତୁ ଆଳୁ ଭର୍ତ୍ତା ଏବେ ରେଡ଼ି ହେଇଗଲା ଡାଲିଟା ବଘାରି ଆଉ ସେମାନେ ପଖାଳ ଭାତ ନେଇଯାଇଛି ମଞ୍ଜା ରାଇ ଆଳୁ ଭର୍ତ୍ତା ଖାଇବା ମାନେ ଡାଲି ବଘାରି ଦେଲି ସରିଲା ରୋଷେଇ 9ଟା ହେଇଛି ସରିଲା 9:30 ହେଇଛି ସରିଲା ସେମାନେ 4ଟା ପରେ ଶୋଇଥିଲେ ଏଇଟା ଉଠିଲେ ଛୁଆ ଶୋଇଛନ୍ତି ଦେଖାଉଛି ବଡ଼ ମୋର ଉପରେ ଶୋଇଥିଲେ ସାନ ପୁଅ ମାଆର ତଳେ ଶୋଇଥିଲେ ଶୋଇଛନ୍ତି ଯାଉଛି ଏବେ ଭାତ ଦୁଇଟା ଖାଇବି ଭାତ ଖାଇ ନଥିଲି ଭାତ ଦୁଇଟା ଖାଇବି ସାଙ୍ଗମାନେ ଆଉ ଇଆଡ଼େ ଖୁସି ଖବର ଶୁଣନ୍ତୁ ଆଉ କ'ଣ ହେଇଛି ନା ଆମର ଗାଈ ଉଦ୍ଧନ ହେଲେ ମୋତେ ଆମ ରାଶିରେ ନାହିଁ ବୋଲି କରୁନଥିଲି ଆଉ ଗାଈ ଫାଇ ରଖୁନଥିଲି ଏଇଟା ତ ଜଣଙ୍କର ଗାଈ ଆମ ଗାଈରେ ଜନ୍ମ କରିଥିଲା ଆଉ ଗୋଟେ ଗାଈ ଆମ ଘରେ ଜନ୍ମ କରିଥିଲା ଆମର ନିଜ ବାପା ଘରର ଗାଈ ବାପା ଘରର ଗାଈ ଆମ ଘରେ ବି ତୋର ଗୋଟାଏ ଘର କେଉଁଠୁ ଆଣିବା ତୋର ଆମ ସିନା ଗାଁ ଭିତରେ ବୋଲି ଇଆଡ଼େ ସିଆଡ଼େ ଆଉଛି ଏଠି ଦେଖାଉଛି ଗାଈ ଜନ୍ମ କରିଛି ପୁରା ଦେଖାଉଛି ପୁରା ହାଡ଼ କଙ୍କଡ଼ା ଦେହରେ ବି କିଛି ନାହିଁ ଖାଏନି ବି ତୋରାଣି ଜମା ପିଇବନି ପେଜ ଖାଲି ଚିପଚିପି ପାଟି ଚିପଚିପି ପିଇବ ଦେଖାଉଛି ଏ ଗୋଡ଼ଟା ସେମିତି ମାଡ଼ ହେଇଯାଇଛି କ'ଣ ଜନ୍ମ କଲା ବେଳେ ହେଲା ଏଇଠୁ ହେଇଛି ଦେଖନ୍ତୁ ଏଇଟା ଫୁଲିଛି କେଡ଼େ ଜୋରେ ହେଲା ଏ ମା ପିମ୍ପୁଡ଼ି ନାଗିଗଲାଣି ଗୋଡ଼ ତେଲ ବୋଲି ହେଲା ଦେଖନ୍ତୁ ତା ମା କାନ୍ଦୁଛି ଆମ ଘରକୁ ଆଇଲା ବୋଲି ଖାଲି କାନ୍ଦୁଛି ଆମ ମାଛ ବନ୍ଧା ହେଇଛନ୍ତି ତାକୁ ନେଇଯାଇ ଗୁହାଳକୁ ବାନ୍ଧେଇକି ଆସିବି ଆଜି ଲାଇଟ୍ ଫାଇନାହାନ୍ତି ମାଲୋ ତାର ଫାରକୁ କିଏ ପକେଇକି ଏମିତି କ'ଣ କରିଛନ୍ତି ହେଲା ଲାଇନ୍ ହେଉଛି କି ନାହିଁ କେଜାଣି ହଁ ହେଉଛି ଏଠି ବାନ୍ଧିବି ଆଉ ଥିବ ଧୂଆଁ ଦେବି ଏଠି ଆଉ ଆଇଛୁ ମୋ ପଛ ପଛ କାଁ ଆଇଛୁ ଦେଖନ୍ତୁ ହେଇଛି ଘର ଛାଡ଼ିଦେଲି ଥାଅ ମା ଛୁଆ ହେଲା ହେଲା ଥାଅ Incoming voice call from Bo. ଦେଖନ୍ତୁ ସାଙ୍ଗମାନେ ମେଘ ଉଠା ଉଠା କରୁଛି ପବନ ଦେଉଛି ସେ ଗାଈ 4ଟା ବେଳୁ ବାନ୍ଧିଲେ 5ଟା 6ଟା ବେଳୁ ଶୋଉନି ବା ଶୁଅନ୍ତୁନି ଟିକେ
ସେଠି କରି ଠିଆ ହେଇଛି। ଧବଲି ଶୋଇବୁନୁ? ହଁ ଶୋଇବୁନୁ? ଶୋଇବନୁ? ହଁ ଶୋଇପଡ଼। ସୁନ୍ଦରୀ ଲୋ, ଏଇ ସୁନ୍ଦରୀ। ସୁନ୍ଦରୀ ଶୁଙ୍ଗୁ ଶୁଙ୍ଗୁ ହଉଛି। ସେଇଠି ଶୋ, ସେପଟକୁ ଶୋ। ହଁ ଶୋ। ଠାଙ୍କି ଦଉଛି ଲୋ ବସା ନା। ହଉ କେଜାଣି ମୋଟା ମୋଟିଆ କେମିତି ହବୁ ଭଗବାନ। ଛୁଆଟା ପାଳି ଯାଉ କେମିତି। ସୁନ୍ଦରୀ ଲୋ, ସୁନ୍ଦରୀ ଏ ସୁନ୍ଦରୀ। ଗାଲକୁ ପାରିକି ଶୋଇଛି। ତାପରେ ସେଇ ଗୋଡ଼ଠୁ ଦେଖାଉଛି ଆପଣ କୋଉଠୁ। ଏଇଠି 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 ଫୁଲିଛି ଦିଗଟା ବାଛୁରୀର। ମାଆକୁ ଦେଇଥାଉ ନହେଲେ ପଡ଼ି ଯାଇଥାଉ। ମାଡ଼ ହେଇଯାଇଛି। ଅନ୍ଧାର ଦଉଛି ଦେଖନ୍ତୁ। ହଁ ମେଘ ଉଠେଇଲା ଭଳିଆ କରୁଛି ଯେ ହବ କି ନାହିଁ କେଜାଣି। ପବନ ହଉଛି ଖାଲି। ଝିଟି ପିଟି ବୋବେଇଛି ହବ ବୋଲି ଦେଖାଯାଉ। ତ କହନ୍ତି ଝିଟି ପିଟି ବୋବେଇଲେ ସତ କୁହେ। ଦେଖାଯାଉ ଝିଟି ପିଟି ବୋବେଇଲେ ମେଘ ହବ ବୋଲି ଆଜି ରାତିରେ ଦେଖିବା। ଏଇଟା କି ଗଛ କହିଲେ ସାଙ୍ଗମାନେ? ଏଇଟା କି ଗଛ କହିଲେ? ଏଇଟା ପାତାଳ ଗରୁଡ଼। ଗଛ ଥିଲେ ସାପ ଆସେନି। ଆଉ ସାପ ତ ଆମର ସବୁଆଡ଼େ ବୁଲୁଛନ୍ତି ଆଉ ଆଉଛନ୍ତି କେମିତି? ହେଇଛି ଫଳ ହେଇଛି। ଆମ କାଙ୍କଡ଼ ଗଛ ହେରିକା ସବୁ ରଞ୍ଜା ଦିଆ ହେଇଛି। ସକାଳେ ଦେଖେଇବି ଆପଣ। ଗାନା ଆପଣ ରାତିରେ କ'ଣ କଲେ କହିବେ? ଆମର ତ ରୁଟି ସନ୍ତୁଳା ସିମେଇ କରିଥିଲି ତାଙ୍କୁ ଖାଇବାକୁ ଦେଇଛି। ମୋର ଇଚ୍ଛା ହେଲେ ଖାଇଲେ ଖାଇବି ନହେଲେ ନାହିଁ। ରାତିରେ ସେତେ ଖାଇବାକୁ ଭଲ ଲାଗେନି। ଭଲ ଭଲ ଯଦି କହୁଛନ୍ତି ତରକାରୀ ପତ୍ର ହେଇଥିବ ଯଦି ମସଲା ଦେବେ ଟିକେ ଖାଇବି ନହେଲେ ନାହିଁ। ସେପଟେ ଏଇଟା ଆମର ବଟ ଖଣ୍ଡ ରୁଟି ଖାଇଦେଇ ସେପଟେ। ଆପଣମାନେ କ'ଣ କଲେ ତରକାରୀ ପତ୍ର ପାଇବେ। ରଖୁଛି। ନମସ୍କାର, ଶୁଭରାତ୍ରି। କାଲି ସକାଳେ କଥା ହେବା।